ଧୀରେ 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 ଏଇ ମେସିନ୍ ଗୋଡ଼ ଲୁହା ବାଜିବ। ମେସିନ୍ଟା ପୁରା ଉଠେଇ ଦେବ। ଜୟ ବାବା ଚାଲୁ କାମ। ଇରେ ସନ୍ତୋଷ ତାକୁ ତୁ ସେ যেহেতু পুରୁଣା କାମ ପୁରା ମଜବୁତ କାମ ହେଇଥିଲା, ଦୁଆର ବନ୍ଧ ବାହାରିବା ପାଇଁ ଟିକେ କଷ୍ଟ ହେଉଛି। ତଥାପି ପିଲାମାନେ ଲାଗି ପଡ଼ୁଛନ୍ତି, ଦୁଆର ବନ୍ଧ ବାହାରିବ, ସେଠି ନୂଆ ବନ୍ଧ ଲାଗିବ। ଏଗୁଡ଼ା ସବୁ କଂକ୍ରିଟ୍ ହେଇକିରି ପଥର ବନ୍ଧ ଲାଗିବ। ଜୟ ବାବା ସିଦ୍ଧେଶ୍ୱର, ଦାତାଙ୍କର ମନସ୍କାମନା ପୂର୍ଣ୍ଣ ହଉ। ସମସ୍ତଙ୍କୁ ଭଲରେ ରଖନ୍ତୁ, ଗ୍ରାମବାସୀଙ୍କୁ ଭଲରେ ରଖନ୍ତୁ, ଓ ଭାଇ ସନ୍ତୋଷକୁ ଭଲରେ ରଖନ୍ତୁ, ଆଉ କାମ ବି ଦିଅନ୍ତୁ। ଜୟ ବାବା ମୁଁ ଟିକେ ହାତ ପକେଇ ଦିଏ। ଜୟ ବାବା ସିଦ୍ଧେଶ୍ୱର, ହର ହର ମହାଦେବ। ଆପଣମାନେ ଯେମିତି ଦେଖିପାରୁଛନ୍ତି, ଆମ ପ୍ରିୟ ମହାଦେବଙ୍କ ମନ୍ଦିରର ନୂଆ ନିର୍ମାଣ କାମର ଖାସ୍ ଦୃଶ୍ୟ। ଭକ୍ତମାନଙ୍କ ସୁବିଧା ଓ ମନ୍ଦିରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏବେ ଚାଲିଛି ଜୋରଦାର କାମ। ଆଜିର ଏହି ଭିଡ଼ିଓରେ ଆପଣମାନେ ଦେଖିବାକୁ ପାଇବେ ଗ୍ରାନାଇଟ୍ ଫିଟିଂଠାରୁ ନୂଆ ଦ୍ୱାର ଲାଗିବା ପର୍ଯ୍ୟନ୍ତ ସମସ୍ତ ମନ୍ଦିରର ଗର୍ଭଗୃହ ଓ ଭିତର ଅଂଶକୁ ଆହୁରି ସୁନ୍ଦର କରିବା ପାଇଁ ଏବେ ଗ୍ରାନାଇଟ୍ ଓ ଟାଇଲ୍ ପଡ଼ିବା କାମ ଚାଲିଛି। କାରିଗରମାନେ ବହୁତ ସୁନ୍ଦର ଭାବରେ ଏହି କାମକୁ କରୁଛନ୍ତି। ଏହି ଗ୍ରାନାଇଟ୍ ଫିଟିଂ ପରେ ମନ୍ଦିରର ଭିତର ଦୃଶ୍ୟ ଆହୁରି ଆକର୍ଷଣୀୟ ଦେଖାଯିବ। ଭକ୍ତମାନେ ମଧ୍ୟ ଏହି ନୂଆ ରୂପକୁ ଦେଖି ଖୁସି ଅନୁଭବ କରିବେ। ଏଠାରେ ଆପଣମାନେ ଯେମିତି ଦେଖିପାରୁଛନ୍ତି, ନୂଆ ଦ୍ୱାର ଓ କବାଟ ଲଗାଇବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଦ୍ୱାରବନ୍ଧ କାମ ସହିତ ପ୍ଲାଷ୍ଟର କାମ ମଧ୍ୟ ଚାଲିଛି। ଏହିସବୁ କାମ ଶେଷ ହେଲା ପରେ ମନ୍ଦିରର ରୂପ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। ଭକ୍ତମାନଙ୍କ ପାଇଁ ଏହାଠାରୁ ଆଉ ବଡ଼ ଖୁସି ଖବର ଯେ କ'ଣ? ଦିନରାତି ପରିଶ୍ରମ ଓ ବହୁତ ସାବଧାନର ସହିତ କାମ କରୁଥିବାରୁ ସମସ୍ତ କାରିଗର ଓ ସହଯୋଗୀ ଭାଇମାନଙ୍କୁ ଶାଳିଜଙ୍ଗ ଗ୍ରାମବାସୀ ତରଫରୁ ଅନେକ ଅନେକ ଧନ୍ୟବାଦ। ସେମାନଙ୍କ ପରିଶ୍ରମ ଦ୍ୱାରା ଆଜି ମନ୍ଦିରର ନୂଆ ସ୍ୱପ୍ନ ଧୀରେ ଧୀରେ ସାକାର ହେଉଛି। ପାଖାପାଖି ଦିନ 3ଟାରୁ ରାତି 8ଟା ହେଇଗଲା। ଆମର ଲାଗିପାରୁନି, ବାରମ୍ବାର ଖୋଲା ହେଉଛି, ଲାଗୁଛି, ଖୋଲା ହେଉଛି, ଲାଗୁଛି, ଠିକ୍ ସେ ପଡ଼ୁନି। ଉଠା ଉଠା ଚାଲୁ, ବାବାଙ୍କ ଇଚ୍ଛା କ'ଣ କେତେବେଳେ କାମ ସରିବ। ପାଖାପାଖି 5 ଘଣ୍ଟା ପରିଶ୍ରମ ପରେ ଠିକ୍ ବନ୍ଧ ପଡ଼ିଲା। ଦେଖନ୍ତୁ କେତେ ସମସ୍ତେ ଯାହା ଉପସ୍ଥିତ ଥିଲେ, ବହୁତ ସମୟ ହେଲାଣି। ବାରମ୍ବାର ଉପରକୁ ଟେକା ହେଉଥିଲା, ତାପରେ ଖୋଲା ହେଉଥିଲା, ଯେଉଁ ଅଠା ଦିଆହେଉଛି, ଅଠା ଚଢ଼ିଆ ହେଉଛି, ଏମିତି ଚାଲିଲା ପାଖାପାଖି 5 ଘଣ୍ଟା। ଫାଇନାଲି କାମ ସରିଲା, ଲଗାଲଗି କରି ଟିକେ ତାକୁ ବାଲିରେ ବସୁଛନ୍ତି ଭାଇନା। ପାଖାପାଖି 5 ଘଣ୍ଟା 6 ଘଣ୍ଟାର ପରିଶ୍ରମ ପରେ କାମ ସରିଲା। ତାପରେ ଅନ୍ୟାନ୍ୟ କାମ ହେବ ଆଗକୁ। ଦେଖିବା ସବୁ ଆଗକୁ ଆଉ କ'ଣ ସବୁ କାମ ଅଛି। ସେପଟେ ତ ଟାଲି ଗ୍ରାନାଇଟ୍ ପଡ଼ିଆ ହେଇଛି, ଆଉ କ'ଣ ଆଗକୁ ହେଉଛି ଦେଖିବା। ଆଜିର କାମ ସରିଲା ପରେ ବର୍ତ୍ତମାନ ଆସି ସମୟ 9ଟା ଉପରେ ହେଇଗଲାଣି। କାମ ସରିଲା, ଏବେ ଧୁଆଧୁଇ ସଫାସଫି ଚାଲିଛି, ଯେହେତୁ କାଲି ଗୋଟେ ଅଛି ରୁଦ୍ରାଭିଷେକ, କାଲି କାମ ବନ୍ଦ। ବାବା ସିଦ୍ଧେଶ୍ୱରଙ୍କ କୃପାରୁ ମନ୍ଦିରରେ ଏହି ସମସ୍ତ ଶୁଭ କାମ ଚାଲିଛି। ନୂଆ ଗ୍ରାନାଇଟ୍, ସୁନ୍ଦର ଦ୍ୱାର ଓ ନୂଆ ରୂପ ମନ୍ଦିରକୁ ଆହୁରି ଭବ୍ୟ କରିଦେବ। ଆସନ୍ତା ଦିନରେ ଭକ୍ତମାନେ ଏହି ନୂଆ ରୂପରେ ବାବାଙ୍କ ଦର୍ଶନ କରିପାରିବେ। ଯାଉ ମହାଦେବଙ୍କ କୃପାରୁ ପୁରା ସବୁ କାମ ବଢ଼ିଆ ଚାଲିଛି, ଆଉ ସମସ୍ତଙ୍କର ବି ସହଯୋଗ ରହିଛି। ଭାଇମାନେ ପାଖାପାଖି ସବୁ କାମ କରିସାରିଲେଣି, ଆଉ 2ରୁ 3 ଦିନ ଭିତରେ ସବୁ ସରିଯିବ। ସେପଟେ ଆସ୍ଥାନ କାମଟା ଚାଲିଛି, ଆସ୍ଥାନରେ ଗ୍ରାନାଇଟ୍ ପଡ଼ିଯାଇଛି, ଦେଖିପାରୁଥିବେ। ଆଉ ବାକି ଯାହା କିଛି କାମ ରହିଲା ମାତ୍ର 2ରୁ 3 ଦିନ କାମ ଲାଗିବ। ଚାଲୁ, ପ୍ରଭୁଙ୍କ ଇଚ୍ଛା ଚାଲୁ, କେଉଁ ଦିନ ମାନସିକଟା ପୁରା ହେବ, ଜଲ୍ଦି କାମ ସରିଲେ ଯାଇକି ଦାଢ଼ି ବାଳ କାଟିବି। ଆପଣମାନଙ୍କୁ ଏହି ମନ୍ଦିରର ରେନୋଭେସନ୍ ଅପଡ଼େଟ୍ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିନ୍ତ ଜଣାନ୍ତୁ।
ଏଭଳି ମନ୍ଦିରର ସମସ୍ତ ଅପଡେଟ୍ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଭିଡ଼ିଓଟିକେ ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ। ଜୟ ବାବା ସିଦ୍ଧେଶ୍ୱର, ହର ହର ମହାଦେବ।